ମନୁଷ୍ୟ ଭାବନାର ଅତୀତ। ସନ୍ନ୍ୟାସୀ ଶ୍ରୀ କାହ୍ନୁଚରଣ ଦାସ ଠାକୁରଙ୍କ ସ୍ନେହୀ କାହ୍ନୁ ଓ ଭକ୍ତମାନଙ୍କର ପ୍ରିୟ କାହ୍ନୁ ବାବା। ଜ୍ଞାନର ଗଭୀରତା ମାପ। ଭକ୍ତଟିଏ ଦେଖିଲେ ଉଲ୍ଲସି ଉଠି ଅଜାଡ଼ି ଦିଅନ୍ତି ଅନାବିଳ ସ୍ନେହ। ସରକାରୀ ଉଚ୍ଚ ଚାକିରିର ମୋହପାଦରେ ଆଡ଼େଇ ଦେଇ ପାଦପଦ୍ମର ମଧୁପାନରେ ବ୍ରତୀ। ନିଜ ଢୋଲ ନିଜେ ପିଟିବାରେ ଅପାରଗ। ଆଲୋକମଣି ଦେଖାଇ ଅଗଣିତ ଭଗବତ ପ୍ରେମୀଙ୍କୁ ଆଲୋକ ପଥର ସନ୍ଧାନ ଦେବାରେ ଅଗ୍ରଗଣ୍ୟ। ଠାକୁରଙ୍କ ବହୁ ଅପ୍ରକଟ ଲୀଳା ମୁକ ସାକ୍ଷୀ। ମହାଜ୍ଞାନୀ ଭରତ ଜଡ଼ ଭରତଙ୍କ ଭଳି ସେ ପରିବେଷ୍ଟନୀର ପ୍ରଭାବରେ ମୁକ ସାଜିଥିଲେ ବି ସ୍ନେହୀ ଭକ୍ତଙ୍କ ଅନୁରୋଧ ଏଡ଼ାଇ ନ ପାରି କହି ବସନ୍ତି ନିଜ ଅନୁଭୂତିରୁ କିଛି। 1949 ମସିହା ଶିବରାତ୍ରି ଶନିବାର ପ୍ରଥମ ଠାକୁରଙ୍କ ଦର୍ଶନ ପାଇଲି। ଆମ ପଥପ୍ରଦର୍ଶକ ଥିଲେ ପ୍ରଭାକର ନନ୍ଦ, ଆମ ଅଫିସ ଡାଏରିଷ୍ଟ। ମୁଁ ଯାଇଥାଏ ବାବାଜୀଙ୍କୁ ପଚାରିବାକୁ ଗୋଟିଏ ସରଳ ପ୍ରଶ୍ନ, ମୋ ଜୀବନର ଲକ୍ଷ୍ୟ କ'ଣ? ଆଶ୍ରମରେ ପହଞ୍ଚି ମୋ ସାଙ୍ଗମାନେ କିଏ କୁଆଡ଼େ ଗଲେ। ମୁଁ ଧର୍ମଶାଳାକୁ ସେମାନଙ୍କୁ ଖୋଜିବାକୁ ଆସିଥାଏ। ସାମ୍ନା ଚଉରା ପାଖରେ ପାହାଚ ଉପରେ ଜଣେ ମାତାମା ବସିଥିଲେ। ମୁଁ ତାଙ୍କ ପାଦ ପାଖରେ ବସିଲି ଯାଇ। ମୋତେ ସେ ପଚାରିଲେ, ଆଚ୍ଛା, ଠାକୁରଙ୍କ ସଙ୍ଗେ କଥାବାର୍ତ୍ତା ସରିଲାଣି? ମୁଁ କହିଲି, ଏତେବେଳ ଯାଏଁ ତ କଥା ହୋଇନାହିଁ। ସେ ଟିକେ ଭାବି କହିଲେ, ଆଉ ବର୍ତ୍ତମାନ ସମୟ ହେବ ନାହିଁ। ତୁମେମାନେ ଯଦି କାଲି ସକାଳେ ଚାଲି ଯାଉଥାଅ ତେବେ ଆଜି ରାତି 10ଟା ବେଳକୁ ଦର୍ଶନ ପାଇବ। ତାପରେ ମାତାମା କ'ଣ ଦେଖି ଭାବିଲେ, ଟିକିଏ ଗମ୍ଭୀର ହୋଇ ମୋତେ ହଠାତ୍ କହିଲେ, ଆଚ୍ଛା ପୁଅ, ଏତେ ବାଟ ପରିଶ୍ରମ କରି ଆସି ତୁ ଏଇ ସାମାନ୍ୟ ଇନ୍ଦ୍ରିୟ ଚରିତାର୍ଥ ନେଇ କାମନାଟିଏ କଲୁ କାହିଁକି? ତାଙ୍କଠାରୁ ଏ ପଦକ ଶୁଣି ମୋତେ ଭୟ ହେଇଗଲା। କାରଣ ମୋ କାମନା ସେହିପରି ଥିଲା। ଭାବିଲି, ଏ ପ୍ରାୟ 62 ବର୍ଷିଆ ମାତାଜୀଟିଏ ଯଦି ମୁଁ କଳ୍ପନା ଅନୁମାନ କରିପାରିଲେ ତେବେ କ୍ଷେତ୍ରପତି ବାବାଜୀ କ'ଣ ନ କରିପାରୁଥିବେ ଆଉ ନ ଜାଣିପାରୁଥିବେ। ଆଳତି ସମୟ ଆସୁଥାଏ। ମା ଚାଲିଗଲେ ତାଙ୍କ କର୍ତ୍ତବ୍ୟାନୁଷ୍ଠାନରେ। ମୋତେ କହିଗଲେ ଯେ ଠାକୁରଙ୍କ ସଙ୍ଗେ କଥା ହୋଇସାରିଲା ପରେ ତାଙ୍କୁ କହିବା ପାଇଁ। ସେତିକି ବେଳୁ ରାତି 10ଟା ପର୍ଯ୍ୟନ୍ତ ବିଶେଷ କିଛି ମନେ ହେଲାନି। ବଡ଼ ଆଡ଼ାରେ ବାବାଜୀଙ୍କୁ ଷୋଡ଼ଶୋପଚାର ପୂଜାରେ ମୁଁ ଦେଖିଲି, ଆଶ୍ଚର୍ଯ୍ୟ ହେଲି। ଆଉ ଦେଖିଲି ଗୋଟିଏ କଥା, ଯାହା ଫଳରେ ଏଇ ଭାବ ମନରେ ହେଲା ଯେ ଏ ବାବାଜୀ ଆଉ ଯାହା ହୁଅନ୍ତୁ ପଛକେ ନିଶ୍ଚିତ ସମଦର୍ଶୀ। ଠାକୁରଙ୍କୁ ଦେଖି ଭାବିଲି, ଏହାଙ୍କ ପାଖରେ ଲିଙ୍ଗଭେଦ ନାହିଁ କି ବୟସ ବିଚାର ନାହିଁ। ଧନୀ ଦରିଦ୍ର, ଯେପରି ସମାଜ, ଯେପରି ସୁନ୍ଦରୀ ଯୁବତୀ ଓ କୁଚିତା ବୃଦ୍ଧା ସବୁ ସମାନେ। ବାଲ୍ୟ ବାଳକ ପୌଢ଼ ଯୌବନ ସବୁ ସମାନେ। ଆଉ ଅଧିକା ଧାରଣା କରିପାରିନଥାଏ। ପରମୁହୂର୍ତ୍ତର କଥା, 5 ଦିନ ରହିଲି। ମୁଁ କରମାଳାରେ ଏଥର 5 ଦିନ ରହିଲି। ଜୁନ 20 ତାରିଖ ଦିନ ସମ୍ଭବିବାର ଦେଖିପାରିଲି। ସେଦିନ ଦ୍ୱିପ୍ରହରେ ଠାକୁରଙ୍କ ଅଦ୍ଭୁତ କାର୍ଯ୍ୟାବଳୀର କେତେ ଗୁଡ଼ିଏ ନମୁନା ଶୁଣିବାକୁ ପାଇଲି। ଏକା ସମୟରେ କରମଳା
ଓ କଲିକତାରେ ଲୋକେ କିପରି ତାଙ୍କୁ ଦେଖିବାକୁ ଯାଉଥିଲେ ଆଉ ଦେଖିବାକୁ ପାଉଥିଲେ। ସାଧୁ ବାବାଜୀ କିପରି କରମଳା ପ୍ରଥମେ ଆସୁଥିଲା ବେଳେ ଡଙ୍ଗା ନ ପାଇ ଅପେକ୍ଷା ନ କରିପାରି ଲୁଣା ନଈକୁ ଡେଇଁ ପଡ଼ିଲା ବେଳେ ନଈ ଭିତରେ ତାଙ୍କ ପାଇଁ ପାଣି ହାତେ ତଳେ ପଥର ବନ୍ଧ ପଡ଼ିଯାଇଥିଲା। ସେଦିନ କ'ଣ ହୋଇଛି ନା, ପାଖ ଗୋଟିଏ ଗାଁରେ ଜଣଙ୍କର ପ୍ରଥମ ଜାତ ପୁଅଟି ଦିନ 3ଟା ବେଳେ ମରିଗଲା। କିନ୍ତୁ ତାହାର ମା ମଲା ଛୁଆର ସାଙ୍ଗ ଛାଡ଼ିଲା ନାହିଁ। ସନ୍ଧ୍ୟା ଯେପରି ହେଲା, ଗାଁ ଲୋକେ ଜବରଦସ୍ତି ମୁର୍ଦ୍ଦାର ପକାଇ ଦେବାକୁ ଆସିଲେ। ନହେଲେ ଗାଁ ସାରା ଉପାସ ରହିବାକୁ ହେବ। ମା ଦୁଃଖର ଅତି ଶଯ୍ୟାରେ ଛୁଆକୁ ଲୋକମାନଙ୍କୁ ନ ଦେଇ ରାସ୍ତାକୁ ଫୋପାଡ଼ି ଦେଇଥିଲା। ଛୁଆର ମୁଣ୍ଡ 7 ଜାଗା ଆବୁ ହୋଇ ପାଣି ବାହାରୁଥାଏ। ମଲା ପିଲାର ରକ୍ତ କୁଆଡ଼ୁ ଆସିବ? ପିଲାର ସାଆନ୍ତ ମା ମୁଣ୍ଡରେ କ'ଣ ଜୁଟିଲା, ସେହି ପିଲାଟିକୁ ନେଇ ଆସି ପହଞ୍ଚିଲା ଠାକୁରଙ୍କ ପାଖରେ। ସବୁ କଥା କହି ଜିଦ୍ ଧରିଲା ଯେ ଠାକୁରେ ଯେପରି ସେ ପିଲାକୁ ଜୀବନ୍ୟାସ ଦିଅନ୍ତୁ, ନଦେଲେ ସେ ଫେରିବ ନାହିଁ। ଠାକୁରେ ପ୍ରଥମରୁ ମାନୁ ନଥାନ୍ତି, କହୁଥାନ୍ତି ଏ ପିଲା 4 ଘଣ୍ଟା ହେଲା ମରିଗଲାଣି। ରକ୍ତ ସବୁ ପାଣି ହୋଇ ଦେହ ସାରା କାଠ ହୋଇଗଲାଣି, ଏ ପୁଣି କିପରି ବଞ୍ଚିବ? ବୁଢ଼ୀ କିନ୍ତୁ ନ ଛାଡ଼େ। ଠାକୁରଙ୍କ ହାତରେ ଧରେଇ ଦେଲା ମଲା ପୁଅଟିକୁ। ମଲା ପୁଅଟିକୁ ଯେଭଳି ଠାକୁର ଧରିଛନ୍ତି, ପିଲାଟି ସଙ୍ଗେ ସଙ୍ଗେ କାନ୍ଦି ଉଠିଲା। ଏ କଥା ମୁଁ ନିଜ ଆଖିରେ ଦେଖି ଆଶ୍ଚର୍ଯ୍ୟ ହେଲି। ଆରେ ଇଏ କ'ଣ ସେ ପରମ ବ୍ରହ୍ମ ଗୁରୁ କରୁଣାନିଧି ବାଞ୍ଛାକଳ୍ପତରୁ ଦେଖାଇ ଦେଲେ ଏକ ଅଦ୍ଭୁତ ଘଟଣା, ଯାହା ମନୁଷ୍ୟ ଭାବନାର ଅତୀତ। ଠାକୁରଙ୍କ ଲେଖାରୁ ପଦେ ମନେ ପଡ଼ିଗଲା, ଅସମ୍ଭବକୁ ସମ୍ଭବ କରିବାର ଶକ୍ତି ନାହିଁ ମୋର ବୋଲି କରିପାରିବେ କି ଉକ୍ତି? କହିବୁ ସ୍ୱାମୀଙ୍କ ପାଦେ ଦେବେ ନିର୍ମଳ ଭକତି। ସୁନ୍ଦର ଭାବ ଭଜନଟି ମନେ ପଡ଼ିଗଲା। ଆରେ ଲେଖିଲି ଭାଇବା ଶକତି, ଯାଠାରେ ବାଛିମୁ ଶରଣ, ପଶିଛି ତାଠାରେ ପୁଣି ତାଙ୍କୁ ପାଇଲା ପରେ ସନ୍ଦେହ ଅବିଶ୍ୱାସ। ହେ ଠାକୁରେ କ୍ଷମା କରନ୍ତୁ, ଆପଣ ଚାହିଁଲେ ଜୀବନ ଦାନ କରିପାରନ୍ତି, ମୃତ୍ୟୁକୁ ଅମରବର ଦେଇପାରନ୍ତି। ମୃତ୍ୟୁ ମୁଖରୁ ଟାଣି ଆଣି ଆପଣ ବଞ୍ଚାଇବାର ଶକ୍ତି କେବଳ ଆପଣଙ୍କ ପାଖରେ। ମଲା ପୁତ୍ରକୁ ଆପଣ ବଞ୍ଚାଇ ଦେଲେ। ମୋର ମନର ଭାବନାଟାକୁ କୁଚ୍ଛିତ କିମାକାର ଭାବନା ଜଣେ ମାତା ମା କହିଦେଲା। ପ୍ରଭୁ ସଦା ସର୍ବଦା ସବୁଆଡ଼େ ସିନା ବିଶ୍ୱାସ ତୁଟି ଯାଉ, କିନ୍ତୁ ପ୍ରଭୁ ହେ ତୁମ ଚରଣରୁ ବିଶ୍ୱାସ ନ ତୁଟୁ। ଏ ଭାବନା ଆସିଲା ମନ ମଧ୍ୟରେ। ନିଜକୁ ନିଜେ ଧିକାର କରି ଭାବିଲି, କେବେ ମଧ୍ୟ ଆଉ ଠାକୁରଙ୍କୁ ଅବିଶ୍ୱାସ କରିବି ନାହିଁ। ତାପରେ ଶାନ୍ତି ଆନନ୍ଦ ଆଶ୍ରମରେ କିଛି ଦିନ ପରେ ଠାକୁରଙ୍କ ଚରଣ ସେବାର ଅଧିକାର ମୋତେ ପ୍ରାପ୍ତ ହେଲା। ସେଠି ସନ୍ନ୍ୟାସ ହେଇ ଜୀବନଯାପନ କଲି। ସତ୍ୟ ନାରାୟଣ ହିଁ ସତ୍ୟ। ସତ୍ୟ ପାଖରେ ଅସତ୍ୟ କେବେ ଜୟ କରିପାରେ ନାହିଁ। ତେଣୁ ସତ୍ୟନାରାୟଣ ସ୍ୱାମୀଙ୍କର ଜୟ ହେଉ, ପ୍ରଭୁଙ୍କର ସଦିଚ୍ଛା ପୂର୍ଣ୍ଣ ହେଉ। ଆନନ୍ଦ କବାରେ ହରିବୋଲ। ଲେଖି ଲିଭାଇବା ଶକତି ଯାଠାରେ। ଧନ୍ୟବାଦ। ବାଛିମୁ ଶରଣ, ପଶିଛି ତାଠାରେ। ଯଦି ପ୍ରଭୁଙ୍କ ଚରଣ ତଳେ ଆମେ ସମସ୍ତେ ଶରଣାଗତ ହେବା, ଅବିଶ୍ୱାସ କେଉଁଠି ରହିଲା? ଠାକୁରଙ୍କର ଜୟ ହେଉ, ଭକ୍ତଙ୍କର ଜୟ ହେଉ। ଜୟ ସତ୍ୟନାରାୟଣ ସ୍ୱାମୀ
ମାଙ୍କର ଜୟ ହେଉ।